ନିଜର ଛୋଟ ଛୋଟ ଖୁସି ଗୁଡ଼ିକୁ ଜମାରୁ ବି ଅଣଦେଖା କର ନାହିଁ। ଏହି ସବୁ ଛୋଟ ଖୁସି ଗୁଡ଼ିକ ସହିତ ତୁମେ ତୁମର ଜୀବନରେ ପ୍ରତିଦିନ ଖୁସି ହୋଇପାରିବ। ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ସମୟରେ ବି। ମୁଁ ଜାଣେ ବର୍ତ୍ତମାନ ତୁମ ଜୀବନରେ ଯାହା ସବୁ ଚାଲିଛି, ତୁମେ ଏବଂ ତୁମ ପରିବାର ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛ, ସେ ସବୁକୁ ମୁଁ କେବଳ ତୁମ ମାଧ୍ୟମରେ ହିଁ ଠିକ୍ କରିବି। ସେଥିପାଇଁ କିଛି ସମୟ ପାଇଁ ଏହି ସବୁ ଦୁଃଖ ସହିଯାଅ। କିନ୍ତୁ ମନେ ରଖ, ଜୀବନରେ ଯେତେ ଦୁଃଖ ଥାଉ ନା କାହିଁକି, ମୋ ଉପରେ ତୁମର ଯେତେ ବି ରାଗ ଥାଉ ନା କାହିଁକି, କିନ୍ତୁ କେବେ ବି ମୋର ଉପାସନା ଏବଂ ଧ୍ୟାନ କରିବା ବନ୍ଦ କରିବ ନାହିଁ। ମୁଁ କହୁଛି, ଶୀଘ୍ର, ଅତି ଶୀଘ୍ର ତୁମ ଜୀବନର ଭାଗ୍ୟଚକ୍ର ବଦଳିବାକୁ ଯାଉଛି। ମୋ କହିବା ଅନୁସାରେ ପ୍ରତିଦିନ ଓମ୍ ସାଇ ରକ୍ଷକ ଶରଣମ ଦେବା ଜପ କର। ଏହି ଜପ କରିବା ଦ୍ୱାରା ତୁମକୁ ଏବଂ ତୁମ ପରିବାରକୁ ଏହି କଷ୍ଟଦାୟକ ପର୍ଯ୍ୟାୟରେ ବାହାରକୁ ଆସିବାରେ ସାହାଯ୍ୟ ମିଳିବ। ମୋତେ ବିଶ୍ୱାସ କର। ମୁଁ ଜାଣେ ଯେଉଁ ସମସ୍ୟାକୁ ନେଇ ତୁମେ ଏତେ ଚିନ୍ତିତ ଅଛ, କିନ୍ତୁ ସେଥିରେ ତୁମର କୌଣସି ଭୁଲ ନାହିଁ। କିନ୍ତୁ ତୁମେ ମୋ ପିଲା, ତୁମ ସହିତ ନ୍ୟାୟ ହେବ, ଅନ୍ୟାୟ ନୁହେଁ। ହଁ, ତୁମକୁ ଏପରି ଆଶୀର୍ବାଦ ଦେବି ଯେ ଲୋକମାନେ ତୁମକୁ ଦେଖିଲେ କହିବେ, ହଁ, ୟା ଉପରେ ତା ବାବାଙ୍କର ଆଶୀର୍ବାଦର ହାତ ଅଛି। ନିଶ୍ଚିନ୍ତ ରୁହ, ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଈଶ୍ୱର ତୁମର କଲ୍ୟାଣ କରିବେ। ଓମ୍ ସାଇ ରାମ, ଜୟ ସାଇ ରାମ।